ଅଭିଯୋଗକାରିଣୀ ପ୍ରଭାତୀ ସାହୁ ଘର ଚାନ୍ଦମାଙ୍କର ଅଭିଯୋଗ ଉପରେ ଆମର ପୋଲି ଥାନା କେସ୍ ନ 226 16/6/2026 ଗୋଟେ ମକଦ୍ଦମା ହେଇଥିଲା। ସେଇ ମକଦ୍ଦମାରେ ତାର ଥିଲା ଯେ ସେ ଅଭିଯୋଗକାରିଣୀ ତାଙ୍କର ଅଭିଯୋଗ ଥିଲା ଯେ ତାଙ୍କର ଗୋଟେ ପୁଅ କୌଣସି କାରଣରୁ କୌଣସି କେସରେ ବାରିପଦା ଜେଲରେ ସେ ଅଛି। ତାଙ୍କୁ ମୁକୁଳିବା ପାଇଁ ଅବିନାଶ ସାହୁ ଜଣେ ଯୁବକ ତାଙ୍କର କୌଣସି ଦେଖା କରି ତାଙ୍କ ଠାରୁ 1,40,000 ଟଙ୍କା ନେଲା, କହିଲା ତା ପୁଅକୁ ସେ ମୁକୁଳେଇ ଦେବ। ପରବର୍ତ୍ତୀ ସମୟରେ ତ ଜାଣିଲେ ଯେ ସେ ପ୍ରକୃତ ସେ କୌଣସି ନିଜକୁ ନିଜ ବିଭିନ୍ନ ବିଭାଗର ପଦାଧିକାରୀ କହି କେତେବେଳେ ପୋଲିସ କେତେବେଳେ ଡିଏଫଓ କେତେବେଳେ ବିଭିନ୍ନ ପରିଚୟ ଦେଇକି ସେ ଏମିତି ଆଗରୁ କାମ କରିବାକୁ ଥିଲା। ଏ ମହିଳାଙ୍କ ହାବୁଡରେ ମଧ୍ୟ ପଡିଲା। ଏ ମହିଳାଙ୍କୁ 1,40,000 ନେଲା। ପରବର୍ତ୍ତୀ ମାଗିଲି ଆଉ ଫାଙ୍କିଲା। ୟାକୁ ଭିତ୍ତି କରି ଥାନାରେ ଗୋଟେ କେସ୍ ହେଇଥିଲା। ପରବର୍ତ୍ତୀ ସମୟ ଜଣା ପଡିଲା ଯେତେବେଳେ ସେ ଆସାମୀ କି ଧରାଗଲା, ଜଣା ପଡିଲା ସେ ଆସାମୀ ଅବିନାଶ ସାହୁ ଯାହା ଘର ଫାଜିଲପୁର, ସେ କଣ କରିଛି କେବଳ ଓରେଇ ନୁହେଁ, ସେ ଓଡିଶାର ବିଭିନ୍ନ ଜାଗାରେ ଯାଇକି ନିଜକୁ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ କହି ତଥା ପୋଲିସ ବିଭାଗ ଉଚ୍ଚ ପଦାଧିକାରୀ ଡିଏଫଓ ବୋଲି ନିଜକୁ ପରିଚୟ ଦେଇ ବିଭିନ୍ନ ଜାଗାରେ ନିଜକୁ ପରିଚୟ ଦେଇ ସେ କଣ କରିଛି ନା ଠକେଇବା ଲାଗିଛି ଏବଂ ଠକେଇକିରି ସେ ଅନେକ ପଇସା ମଧ୍ୟ ରୋଜଗାର କରିଛି ଏବଂ ବହୁତ ଗୋଟେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବହୁତ ଲୋକଙ୍କ ସହିତ ପଦାଧିକାରୀ ସହିତ ଫଟୋ ମଧ୍ୟ ଉଠେଇଛି। ନିଜକୁ ସାବ୍ୟସ୍ତ କରୁଛି ଯେ ସେ ଉଚ୍ଚ ପଦବୀରେ ରହିଛି। ଯାହା ଏଇଟା ଜଣା ପଡିଲା ପରେ ତା ନେଟୱାର୍କ ବହୁତ ଅଛି। ବର୍ତ୍ତମାନ ତଦନ୍ତ ଚାଲୁ ରହିଛି, ଅନୁସନ୍ଧାନ ଚାଲୁ ରହିଛି। ଅନେକ ଗୁଡିଏ ଆମେ ବି କହୁଛୁ, ଆପଣଙ୍କୁ ଅନୁରୋଧ କରୁଛୁ ଏଟା ଟିକେ ୱାଇଡଲି ସାର୍କୁଲେଟ କରାଯାଉ। ସେ ବହୁତ ଜାଗାରେ ମଧ୍ୟ ଏଭଳି କାମ କରିଥିବ। ଆମେ ତାକୁ ଗୋଟେ ଧରିଲୁ, ଧରିଲା ପରେ ଜାଣିଲୁ ଯେ ତାର କାରନାମା ସେ ଏକ ନିଜକୁ ବିଭିନ୍ନ ଯାହା କହିଲୁ ପରିଚୟ ଦଉଛି, ଇନପୋର୍ସନ ସେ ଯାହା କୁହାଯାଏ ପରିଚୟ ଦେଇ ସେ ଠକେଇ ଚାଲିଛି। ଏବଂ ସେ କେତେବେଳେ ବର୍ତ୍ତମାନ ଗୋଟେ ପୁଲିସର ଯାହା ଦେଇଛି ଉଚ୍ଚ ପଦାଧିକାରୀ କହି ପୁଲିସରେ ତା ଫେରିଛି। ଡିଏଫଓ ନିଜେ କହିଛି, ମୁଁ ଫୁଲବାଣୀ ଡିଏଫଓ ନିଜକୁ ପରିଚୟ ଦେଇଛି। ତାର ସବୁ ବହୁତ ଜାଗାରେ ବହୁତ ରୋଲ ତାର ଭୂମିକା ରହିଛି, ଲୋକଙ୍କୁ ଠକିବାରେ ଲାଗିଛି। ଏବଂ ଏଇଟା ଗୋଟେ ବଡ ଜିନିଷ। ଆମ ଗୋଟେ ବଡ ଓଡିଆ ପୋଲିସ, ଆମ ଯାଜପୁର ଜିଲ୍ଲା ପୋଲିସ ଗୋଟିଏ ବଡ ଠକର ଯିଏକୁ ନିଜକୁ ପରିଚୟ ତାକୁ ସାମ୍ନାକୁ ଆଣିଛି ଏବଂ ତାକୁ ଆମେ ତା ବିରୁଦ୍ଧରେ ଆମେ ଲିଗାଲ ଆକ୍ସନ ଗ୍ରହଣ କରୁଛୁ। ଏବଂ ଅନ୍ୟ ଯୋଉ ଜାଗାରେ ତାର କିଛି ଅଛି ତଦନ୍ତ ମଧ୍ୟ ଚାଲୁ ରହିଛି, ଅନୁସନ୍ଧାନ ଚାଲୁ ରହିଛି। ଯାହାଫଳରେ ପରବର୍ତ୍ତୀ ଯଦି କିଛି ଆସେ ଆମେ ତା ସହିତ ଆମେ ତାକୁ ସଂଗ୍ରହ କରିବୁ ଏବଂ ଏଇ ଜିନିଷଟାକୁ ଆପଣଙ୍କ ଅନୁରୋଧ ଟିକେ ୱାଇଡ ସାର୍କୁଲେଟ କରାଯାଉ। ଯୋଉଠି ହେଇଥିବ କି ଅନ୍ୟ କିଏ ଭିକ୍ଟିମାଇଜ ହେଇଥିବେ କି ଅନ୍ୟ ଭିକ୍ଟିମ ଥିବେ କିଏ, ସେମାନେ ଆସନ୍ତୁ ପୋଲିସ ଥାନାରେ ରିପୋର୍ଟ ଦିଅନ୍ତୁ, ପୁଣି ଆମେ ତାଙ୍କୁ କାର୍ଯ୍ୟାନୁଷ୍ଠାନ କରିବୁ। ଅନ୍ୟ ଯୋଉ ଜାଗାରେ ମଧ୍ୟ ରିପୋର୍ଟ ଦେଲେ ଆମେ କାର୍ଯ୍ୟାନୁଷ୍ଠାନ କରିବୁ। ଏକ ବଡ ଠକେଇ। ଜୋତା ସିଜ୍ କରିଛୁ, ଡକୁମେଣ୍ଟ ସିଜ୍ କରିଛୁ, ପୋଲିସର ଡ୍ରେସ ମଧ୍ୟ ସିଜ୍ କରିଛୁ। ଯାହା ଯେତେବେଳେ ତା ପାଖକୁ ଆମେ ହଠାତ୍ ରେଡ୍ କଲୁ ଜଣା ପଡେ ପରବର୍ତ୍ତୀ ସମୟରେ ଅନେକ ଜିନିଷ ମଧ୍ୟ ମିଳିବ ବୋଲି ଆମେ ଆଶା କରୁଛୁ ଏବଂ ସେ ନିଜକୁ ଯୋଉ ପରିଚୟ ଦେଇଛି ତା ମଧ୍ୟ ଆମେ ଜାଣି ସାରିଛୁ ଯେ ସେ ନିଜେ କଣ କଣ ପରିଚୟ ଦେଇଛି। ଏବଂ ସବୁଠାରୁ ଇଏ କଥା କୌତୁହଳ କଥା ଯେ ଗୋଟେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେତେକ ସେ ବଡ ବଡ ଅଧିକାରୀଙ୍କ ସହିତ ମଧ୍ୟ ଫଟୋ ଉଠେଇ ନିଜକୁ ସେ ପ୍ରତିବାଦ୍ୟ କରିଛି ଯେ ସେ ହଉଛି ପ୍ରକୃତ ହଉଛି ଉଚ୍ଚ ପଦାଧିକାରୀ ଯେ କୌଣସି ବିଭାଗ ନା ରହିଛି। ତାର ଫଟୋ ମଧ୍ୟ ନିଜକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫଟୋ ଉଠେଇଛି। ପ୍ରକୃତ ସେ ଉଠେଇ ନେଇ କୌଣସି ପଦାଧିକାରୀ ସହିତ ଉଠେଇନି, କିନ୍ତୁ ଆର୍ଟିଫିସିଆଲ ମାନେ ଇଣ୍ଟେଲିଜେନ୍ସ ମାଧ୍ୟମରେ ସେ ଫଟୋକୁ ଯୋଡି ସେ କରିଛି। ପ୍ରଭାତୀ ସାହୁ ଅଭିଯୋଗ କଲେ, ପ୍ରଥମ ହେଲା ଯେ ତାଙ୍କଠୁ 1,40,000 ଟଙ୍କା ନେଇଗଲା ତାଙ୍କ ପୁଅକୁ ମୁକୁଳେଇବା ପାଇଁ। ତାକୁ ଭିତ୍ତି କରି ତଦନ୍ତ ଆରମ୍ଭ ହେଲା ପରେ ଏ ସବୁ ତାର କାରନାମା ଜଣା ପଡିଲା, କଳା କାରନାମା ସବୁ। ଆଇନର ପରିଧି ଭିତରେ ଆମେ ତାକୁ ତ ନିଶ୍ଚିତ ମାନେ କୋର୍ଟ ଫରୱାର୍ଡ କରିବୁ, କାରଣ ଆମକୁ ଯୋଉ ଅଛି 24 ଘଣ୍ଟା ଭିତରେ ଆମେ ତ କୋର୍ଟ ଫରୱାର୍ଡ କରିବୁ। ତା ସହିତ ଆମେ ମଧ୍ୟ ଚାଲୁ ରଖିଛୁ, ଦରକାର ପଡ଼ିଲେ ଆମେ ତ ରିମାଣ୍ଡ ମଧ୍ୟ ଆଣିପାରୁ, ପରବର୍ତ୍ତୀ ପଚରା ଉଚରା କରିବା ପାଇଁ ଆଣିପାରୁ। ଆଉ ଥିବାର ଜଣା ପଡୁନାହିଁ, କାରଣ ପ୍ରତ୍ୟେକ ଜାଗାରେ ସେ ନିଜକୁ କହିଛି, କାହାକୁ ସାଙ୍ଗକୁ ନେଇନି। ଜଣା ପଡିବ ଯଦି ପରବର୍ତ୍ତୀ କିଏ ତାର ସାଙ୍ଗ ଅଛନ୍ତି ତାକୁ ସହାୟତା କରୁଛନ୍ତି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ।